ଶ୍ରୋତାବନ୍ଧୁ ପବିତ୍ର ରଥଯାତ୍ରାର ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। 4.5 କୋଟି ଓଡ଼ିଆଙ୍କ ହୃଦୟର ମୌଡ଼ମଣି ମହାପ୍ରଭୁ ବଳିୟାର ଭୁଜ ଶ୍ରୀ ଶ୍ରୀ ଜଗନ୍ନାଥ ବର୍ତ୍ତମାନ ରଥାରୂଢ଼। ରଥେ ତ୍ୱଂ ବାମନଂ ଦୃଷ୍ଟ୍ୱା ପୁନର୍ଜନ୍ମ ନ ବିଦ୍ୟତେର ଆଧ୍ୟାତ୍ମିକ ବିଶ୍ୱାସ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପର୍ଯ୍ୟନ୍ତ ଆମମାନଙ୍କୁ ନେଇଯାଏ। ଶ୍ରୀ ଜଗନ୍ନାଥ ଏବଂ ତାଙ୍କର ଭକ୍ତଙ୍କୁ ନେଇ ଅନେକ ଲୋକ କଥା ଲୋକ କାହାଣୀ ରହିଛି। ଆଜି ଆପଣମାନଙ୍କ ଉଦ୍ଦେଶ୍ୟରେ ସେମିତି ଏକ କାହାଣୀ ମୁଁ ଉପସ୍ଥାପନ କରୁଛି, ଯାହାର ଶୀର୍ଷକ ହେଉଛି ମୁଁ ସାଲବେଗ କହୁଛି। ଏହାର କଥାକାର ଶ୍ରୀଯୁକ୍ତ ଦେବୀ ପ୍ରସାଦ ପଟ୍ଟନାୟକ। ଗାଳ୍ପିକ ଦେବୀ ପ୍ରସାଦ ପଟ୍ଟନାୟକ ଖୋର୍ଦ୍ଧାର ସମ୍ଭ୍ରାନ୍ତ କରଣ ପରିବାର, ପିତା ଗଗନ ବିହାରୀ ପଟ୍ଟନାୟକ ମାତା ମନୋରମା ପଟ୍ଟନାୟକଙ୍କ କୁଳ ମଣ୍ଡନ କରି ଦଧି ମାଛ ଗାଡ଼ିଆରେ ଭୂମିଷ୍ଠ ହୋଇଥିଲେ। ଶ୍ରୀଯୁକ୍ତ ପଟ୍ଟନାୟକ ସମ୍ପ୍ରତି ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପ୍ରାଣୀ ବିଜ୍ଞାନର ବରିଷ୍ଠ ପ୍ରାଧ୍ୟାପକ ଭାବରେ କାର୍ଯ୍ୟରତ। ଆସନ୍ତୁ ତେବେ ଶୁଣିବା ପ୍ରାଧ୍ୟାପକ ଦେବୀ ପ୍ରସାଦ ପଟ୍ଟନାୟକଙ୍କ ଦ୍ୱାରା ଲିଖିତ ଏକ ଭକ୍ତିମତାର କାହାଣୀ ମୁଁ ସାଲବେଗ କହୁଛି। ଗାଳ୍ପିକ ଦେବୀ ପ୍ରସାଦ ପଟ୍ଟନାୟକ। ମୁଁ ସାଲବେଗ କହୁଛି। ସମସ୍ତେ ମୋତେ ଭକ୍ତ ସାଲବେଗ ବୋଲି ଜାଣନ୍ତି, ମାତ୍ର ଭକ୍ତିର ପରିଭାଷା କ'ଣ ମୁଁ ଜାଣିନି। କାହିଁକି ନା ମୋଗଲ ଶାସକଙ୍କ ଦୁର୍ଦାନ୍ତ ଯବନ ସେନାପତି ଲାଲ ବେଗଙ୍କର ମୁଁ ପୁତ୍ର। ତାଙ୍କର ପ୍ରବଳ ପରାକ୍ରମ ବଳରେ ସବୁ ଅସମ୍ଭବକୁ ସେ ସମ୍ଭବ କରିପାରୁଥିଲେ। ସେଥିପାଇଁ ସେ ମୋଗଲ ଶାସକଙ୍କର ପ୍ରିୟ ଭଜନ ହୋଇପାରିଥିଲେ। ମୋ ମା ଥିଲେ ନୈଷ୍ଠିକ ବ୍ରାହ୍ମଣ ବିଧବା ସ୍ତ୍ରୀ। ଜୀବନରେ ସବୁ କିଛି ହରାଇଲା ପରେ ତାଙ୍କର ଏକମାତ୍ର ଧ୍ୟେୟ ଥିଲା ଈଶ୍ୱର ସେବା। ଏକଦା ବାପାଙ୍କର କ୍ରୂର ନଜର ମୋ ମାଙ୍କ ଉପରେ ପଡ଼ିଥିଲା। ଜୋର ଜବରଦସ୍ତି ସେ ମୋ ମାଙ୍କୁ ଉଠାଇ ଆଣି ତାଙ୍କ ଇଚ୍ଛା ବିରୁଦ୍ଧରେ ବିବାହ କରିଥିଲେ। ହୁଏତ ଏହି ଘଟଣା ପାଇଁ ସେ ନିଶ୍ଚିତ କ୍ରୋଧିତ ହୋଇଥିବେ ଏବଂ ନିଜକୁ ଅଭିଶପ୍ତ ମନେ କରିଥିବେ, ମାତ୍ର ତାହା ମୋ ପାଇଁ ଥିଲା ଆଶୀର୍ବାଦ। ପିତା କେବେ ବି ତାଙ୍କ ଧାର୍ମିକ କାର୍ଯ୍ୟରେ ହସ୍ତକ୍ଷେପ କରିନଥିଲେ। ମୁଁ ଯବନ କୂଳରେ ଜନ୍ମ ନେଲି। ବାପାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଚିରାଚରିତ ଭାବେ ଯୁଦ୍ଧ ବିଦ୍ୟା ଶିକ୍ଷା କଲି। ପ୍ରାକ୍ ଯୌବନରେ ବାପାଙ୍କ ପଦାଙ୍କ ଅନୁସରଣ କରି ସୈନ୍ୟ ବାହିନୀରେ ଯୋଗଦେଲି। ଦିନକର ଘଟଣା, ଏକ ଘମାଘୋଟ ଯୁଦ୍ଧରେ ମୁଁ ଶତ୍ରୁ ସୈନ୍ୟଙ୍କ ସହ ଲଢ଼ି ଗୁରୁତର ଭାବରେ ଆହତ ହେଲି। ଦେହରେ ଥିଲା ମୋର ଅନେକ କ୍ଷତ ଉପଶମ ହେବା ପରିବର୍ତ୍ତେ ଧୀରେ ଧୀରେ ଅଧିକରୁ ଅଧିକ ବ୍ୟାପିବାରେ ଲାଗିଲା। କ୍ରମେ ଏହା ଦୁରାରୋଗ୍ୟ ବ୍ୟାଧିରେ ପରିଣତ ହେଲା। କୌଣସି ଚିକିତ୍ସା କାମ କଲାନି। ମୁଁ ଆଉ ଯନ୍ତ୍ରଣା ସହ୍ୟ କରିପାରୁନଥାଏ। ଭାବୁଥାଏ, କାହିଁକି ପ୍ରାଣବାୟୁ ଉଡ଼ିଯାଉନି, ମୁଁ ମୁକ୍ତି ପାଇଯାଆନ୍ତି ଅନ୍ତତଃ। ମୋ ଦେହରେ କ୍ଷତର ଯନ୍ତ୍ରଣା ଠାରୁ ମୋ ମାଙ୍କ ହୃଦୟରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ପୁତ୍ର ବିୟୋଗର ଯନ୍ତ୍ରଣା ଯେ କେତେ ଅଧିକ ଥିଲା, ତାହା ମୁଁ ତିଳ ତିଳ ଅନୁଭବ କରିପାରୁଥିଲି। ମୁଁ ଚାହୁଁନଥିଲି ମୋ ପରି ଏକ ଅଲୋଡ଼ା ପୁଅ ମୋ ମା ପାଇଁ ଏତେ କଷ୍ଟର କାରଣ ହେଉ। ମୁଁ ବୁଝିପାରୁନଥିଲି ମୋ ମାଙ୍କର ଏମିତି ଏକ ପବିତ୍ର ଆତ୍ମା କାହିଁକି ଏବଂ କାହିଁକି ସେ ଏତେ କଷ୍ଟ ପାଉଛନ୍ତି। ସେ କିନ୍ତୁ ଥିଲେ ଖୁବ୍ ଧୈର୍ଯ୍ୟଶୀଳା। ସେ ଥିଲେ ଅବିଚଳିତା। ତାଙ୍କ ଚିର ଆରାଧ୍ୟ ଦେବତାଙ୍କ ଉପରେ ଥିଲା ତାଙ୍କର ପ୍ରଗାଢ଼ ବିଶ୍ୱାସ ଓ ଭରସା।
ହୃଦୟର କୋହକୁ ଛାତି ତଳେ ଚାପି ରଖି ଆଖିର ଲୁହରେ ତାଙ୍କ ଆରାଧ୍ୟ ପ୍ରଭୁଙ୍କର ସେ ଆରତି କରୁଥିଲେ ଏବଂ ମୋର ଆରୋଗ୍ୟ କାମନା ହିଁ ଥିଲା ତାଙ୍କ ପ୍ରାର୍ଥନାର ମୂଳ କଥା। ଅସହ୍ୟ ଯନ୍ତ୍ରଣା ସହିବାର ସବୁ ବନ୍ଧ ବାଡ଼ ଭାଙ୍ଗି ଯାଇଥିଲା। ମୋ ସମ୍ମୁଖରେ କେବଳ ମୃତ୍ୟୁ ହିଁ ମୃତ୍ୟୁ ଜଳଜଳ ହୋଇ ଦେଖାଯାଉଥିଲା। ଆଉ ଯନ୍ତ୍ରଣା ସହ୍ୟ ନ କରିପାରି ମାଙ୍କ ଠାରୁ ବିଦାୟ ଚାହିଁଲି। କ୍ଷଣିକ ପାଇଁ ସେ ସ୍ତମ୍ଭୀଭୂତ ହୋଇଗଲେ। ପରେ ନିଜକୁ ପ୍ରକୃତିସ୍ଥ କରିନେଲେ। ମୋ ମୁହଁକୁ ଚାହିଁ ମା ଟିକିଏ ହସିଦେଲେ। ତାଙ୍କର ସେ ହସରେ ପ୍ରତିଫଳିତ ହେଉଥିଲା ତାଙ୍କ ପ୍ରଭୁଙ୍କ ପ୍ରତି ଥିବା ଆସ୍ଥା ଓ ପ୍ରଗାଢ଼ ବିଶ୍ୱାସ। ତାଙ୍କର ସେ ସ୍ମିତ ହାସ୍ୟରେ ସେ ଜଣେଇ ଦେଉଥିଲେ, ମୋର ମୃତ୍ୟୁ ଏବେ ନୁହେଁ କି କେବେ ନୁହେଁ। ମୁଁ ତାଙ୍କ ମୁହଁକୁ ବଲ ବଲ କରି ଚାହିଁ ରହିଥାଏ। ତାଙ୍କର ସେଇ ସଫେଦ ପଣତ କାନିରେ ମୋ ମୁହଁ ପୋଛି ଦେଇ ହାତରେ ମୋ ମୁଣ୍ଡକୁ ସାଉଁଳୁ ସାଉଁଳୁ ଧୀର ଗଳାରେ କହିଲେ, ମୋର ଗୋଟେ କଥା ମାନିବୁ ପୁଅ? ମୁଁ କହିଲି, କୁହ ମା, କ'ଣ କହୁଛ କୁହ। ଯଦି ସମ୍ଭବ ମୋ ମୃତ୍ୟୁ ପୂର୍ବରୁ ତୁମର ଇଚ୍ଛା ନିଶ୍ଚିତ ପୂରଣ କରିବି। ଅତି ଧୀରେ ସନ୍ତର୍ପଣରେ ମା କହିଲେ, ଥରଟିଏ ମୋ କାଳିଆର ଶରଣାପନ୍ନ ହେଇଯା ବାବୁ। ଦେଖିବୁ ନିଶ୍ଚୟ ସେ ତୋ ଡାକ ଶୁଣିବେ। ଭାବିଲି, ଏ ବିଧର୍ମୀର ଡାକ କ'ଣ କାଳିଆ ଶୁଣିବ? ଠିକ୍ ଅଛି, ଠିକ୍ ଅଛି, ସେ ଶୁଣୁ କି ନ ଶୁଣୁ, ମୋ ମାଙ୍କର ଇଚ୍ଛାଟିକୁ ତ ଅନ୍ତତଃ ପୂରଣ କରିପାରିବି। ବିଛଣା ଉପରେ ରୋଗାକ୍ରାନ୍ତ ଶରୀରଟିକୁ ବିଛେଇ ଦେଇ ଆଖି ବୁଜି ମାଙ୍କ ଠାକୁର ଘରେ ପୂଜା ପାଉଥିବା ସେଇ କାଳିଆ ଠାକୁରଙ୍କୁ ମାନସ ପଟରେ ଧରି ରଖି ମନ ଭରି କାନ୍ଦିଲି। କହିଲି, ହେ ପ୍ରଭୁ, ହେ କାଳିଆ ଠାକୁର, ମୋତେ ମୃତ୍ୟୁ ଦିଅ। ହେଲେ କେତେବେଳେ ମୁଁ ନିଦ୍ରା ଯାଇଛି ଜାଣିନି। କାଳିଆର ଇଚ୍ଛା କିନ୍ତୁ ଥିଲା ବୋଧେ ଅନ୍ୟ କିଛି। ପରଦିନ ସକାଳୁ ଅନୁଭବ କଲି ଅନେକ କଷ୍ଟ ଓ ଯନ୍ତ୍ରଣାରୁ ମୁକ୍ତି ମିଳିଛି ଏବଂ ଯନ୍ତ୍ରଣା ପ୍ରାୟତଃ ଉପଶମ ହୋଇଯାଇଛି। ଆଉ ମୃତ୍ୟୁ ନୁହେଁ, ବଞ୍ଚିବାର ବାଟ ମୋ ପାଇଁ ପ୍ରଶସ୍ତ ହୋଇଯାଇଛି। ପ୍ରଭୁଙ୍କ ପ୍ରତି ମାଙ୍କର ଥିବା ସେହି ଆସ୍ଥା ଓ ବିଶ୍ୱାସର ପ୍ରତିଫଳନ ମୋ ପାଖରେ ଦେଖାଦେଇଛି। ସେଇଦିନ ମୁଁ ଅନୁଭବ କଲି ମୋ ମା କାହିଁକି ପ୍ରଭୁଙ୍କ ପାଖରେ ବସି ନିଜର ଦୁଃଖ ଓ ସୁଖ ବାଣ୍ଟୁଥିଲେ। ଏବେ ମୁଁ ପ୍ରତି ମୁହୂର୍ତ୍ତରେ ଅନୁଭବ କରୁଥିଲି ମାଙ୍କର କାଳିଆ ଠାକୁର ହିଁ ଆଜି ମୋର ଆରାଧ୍ୟ ସେଇ ଜଗତର ନାଥ ଜଗନ୍ନାଥ। ତାଙ୍କ ପାଖରେ ଜାତି ଧର୍ମର ଭେଦାଭେଦ ନାହିଁ। ଯଦି ଥାନ୍ତା, ମୋ ପରି ଜଣେ ଯବନ ସନ୍ତାନର ଆକୁଳ ଚିତ୍କାର ଶୁଣି କ'ଣ ସେ ମୋତେ ସୁସ୍ଥ କରିଦେଇଥାନ୍ତେ? ମୁଁ ସମ୍ପୂର୍ଣ୍ଣ ସୁସ୍ଥ ହେଲି। ଭକ୍ତି କ'ଣ ଏବେ ଜାଣିଲି। ଭକ୍ତ ଓ ଭଗବାନଙ୍କ ଭିତରେ ଥିବା ସମ୍ପର୍କକୁ ମଧ୍ୟ ମୁଁ ଉପଲବ୍ଧ କଲି। ସମସ୍ତ ସୁଖ ଭୁଲି ନିଜକୁ ପ୍ରଭୁଙ୍କ ପାଦ ତଳେ ସମର୍ପି ଦେଇ ସାରା ଜୀବନ କେବଳ ପ୍ରଭୁଙ୍କ ଗୁଣ କୀର୍ତ୍ତନ କଲି। ମନ୍ଦିର ଭିତରକୁ ପ୍ରବେଶ ବାରଣ ଥିଲେ ମଧ୍ୟ ମୋର କୌଣସି ଦୁଃଖ ନଥିଲା। ମୋ ପ୍ରଭୁ ତ ମୋ ହୃଦୟ ଭିତରେ ସ୍ୱୟଂ ବିରାଜିତ। ବର୍ଷରେ ଥରୁଟିଏ ଆଷାଢ଼ ଶୁକ୍ଳ ପକ୍ଷରେ ତାଙ୍କୁ ଆଖି ପୁରେଇ ରଥଯାତ୍ରାରେ ଦେଖିନିଏ। ଅପେକ୍ଷା କରେ ଆସନ୍ତା ବର୍ଷକୁ। ଥରେ ପରା ବୃନ୍ଦାବନ ଯାଇ ରଥକୁ ଠିକ୍ ସମୟରେ ଫେରି ପାରିଲିନି ବୋଲି ଆକୁଳରେ ମଣିମାଙ୍କ ନିକଟରେ ଦୂରରୁ ଥାଇ ଗୁହାରି କଲି, ପ୍ରଭୁ, ପ୍ରଭୁ, ଏଥର କ'ଣ ମୋର ଏ ଚର୍ମ ଚକ୍ଷୁ ଆପଣଙ୍କ ରୂପରଙ୍ଗକୁ ଦର୍ଶନ କରିପାରିବନି? ମୋତେ କ'ଣ ଆଉ ଗୋଟିଏ ବର୍ଷ ତୁମର ଦର୍ଶନ ବିନା ଅପେକ୍ଷା କରିବାକୁ ପଡ଼ିବ? ବ୍ୟାକୁଳ ହୋଇ ପ୍ରଭୁଙ୍କ ମହିମାକୁ ସ୍ମରଣ କଲି। ମୋ ପ୍ରଭୁ ମୋ ଡାକ ଶୁଣିଲେ। ମୁଁ ଶ୍ରୀକ୍ଷେତ୍ରରେ ପାଦ ଦେବା ପର୍ଯ୍ୟନ୍ତ ବଡ଼ ଦାଣ୍ଡରେ ବଳଗଣ୍ଡିଠାରେ ରଥ ଉପରେ ସେମିତି ଅଟକି ରହିଲେ। ମୋ ପାଇଁ
ଜନ୍ମଭୀତିର ସୁଖ ସ୍ୱାଚ୍ଛନ୍ଦ୍ୟକୁ ଭୁଲି ପ୍ରାୟ 7 ଦିନ ପର୍ଯ୍ୟନ୍ତ ମୋ ବାଟକୁ ଚାହିଁ ରହିଲି ମୋ ପ୍ରଭୁ, ମୋ କାଳିଆ ଠାକୁର। ଛାର ଛାର ଏଇ ଚବନଟା ପାଇଁ ଖରା ତରାରେ ମୋ ଠାକୁର ରଥ ଉପରେ ଏତେ କଷ୍ଟ ପାଇଲେ। ସେ ହେଉଛନ୍ତି ମନର ଠାକୁର, ଭାବ ବିନୋଦିଆ ଠାକୁର। ସେ ହେଉଛନ୍ତି ହୃଦୟର ଠାକୁର। ଥରୁଟିଏ ହୃଦୟ ଭିତରୁ ଡାକିଦେଲେ ସେ ଦୌଡ଼ି ଆସନ୍ତି ସାହାଯ୍ୟ କରିବା ପାଇଁ। ତାହେଲେ ଆଉ ଡେରି କାହିଁକି? ସମସ୍ତେ ଆଜି ଆସ, ସମସ୍ତେ ଆଜି ଆସ, ଜାତି ଧର୍ମ ବର୍ଣ୍ଣ ଭୁଲିଯାଇ ସେଇ କାଳିଆର ଶରଣାପନ୍ନ ହେବା। ଦେଖିବ ଦେଖିବ ଏ ବିଶ୍ୱରୁ ଯୁଦ୍ଧର ବିଭୀଷିକା ଅପସରି ଯିବ। ଜୀବନର ସବୁ ଦୁଃଖ ଦୂରେଇ ଯିବ। ଚାରିଆଡ଼େ ଶାନ୍ତି ଆଉ ଆନନ୍ଦ ଭରିଯିବ। ମୋର ପ୍ରଭୁ କାଳିଆ ଠାକୁର ସମସ୍ତଙ୍କୁ ଶଙ୍ଖରେ ପୂରେଇ ଚକ୍ର ଆଢୁଆଳରେ ରଖିବେ। ଆସ ଆସ ସମସ୍ତେ ଏକ ସ୍ୱରରେ ଗାଇବା, ଆହେ ନୀଳ ଶୈଳ ପ୍ରବଳ ମତ୍ତ ବାରଣ, ମୁହାରତ ନଳିନୀ ବନକୁ କର ଦଳନ, ଆହେ ନୀଳ ଶୈଳ। ଶ୍ରୋତାବନ୍ଧୁ, ଆମେ ଶୁଣୁଥିଲେ ପ୍ରାଧ୍ୟାପକ ଦେବୀ ପ୍ରସାଦ ପଟ୍ଟନାୟକଙ୍କ ଦ୍ୱାରା ଲିଖିତ ଏକ ହୃଦୟସ୍ପର୍ଶୀ ଭକ୍ତି ନିବେଦନ। ମୁଁ ସାଲବେଗ କହୁଛି। ଆଜିର ଏହି କ୍ଷୁଦ୍ର ଗଳ୍ପଟି ଆପଣମାନଙ୍କୁ କେମିତି ଲାଗିଲା? ଆପଣମାନଙ୍କ ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ। ଜୟ ଶ୍ରୀ ଜଗନ୍ନାଥ।